ଆଜି ଆମେ ଏକ ଏମିତି ବ୍ୟକ୍ତିଙ୍କ କାହାଣୀର ଗଭୀରକୁ ଯିବା ଯାହାଙ୍କର ରାଜନୈତିକ ଯାତ୍ରା ମାନେ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ହଁ ଏକଦମ। କଳ୍ପନା କରନ୍ତୁ ଜଣେ ବ୍ୟକ୍ତି ଯେ ଦିଲ୍ଲୀ ଆଉ ବିଦେଶର ସାଂସ୍କୃତିକ ମହଲରେ ବଢ଼ିଛନ୍ତି, ଯେ ଇଂରାଜୀରେ କଳା ଉପରେ ବହି ଲେଖନ୍ତି, ହଠାତ୍ 51 ବର୍ଷ ବୟସରେ। ହଁ 51 ବର୍ଷ ବୟସରେ ତାଙ୍କୁ ଓଡ଼ିଶାର ଧୂଳିମାଟିର ରାଜନୀତିକୁ ଆସିବାକୁ ପଡ଼ିଲା। ଆଜି ଆମେ ସେହି ନବୀନ ପଟ୍ଟନାୟକଙ୍କ ଉତ୍ଥାନ, ତାଙ୍କ ଶାସନ ଏବଂ ଉତ୍ତରାଧିକାରର ଏକ ଗଭୀର ବିଶ୍ଳେଷଣ କରିବା। ଆଉ ଏହି ବିଶ୍ଳେଷଣର ଉଦ୍ଦେଶ୍ୟ କେବଳ ଘଟଣାକ୍ରମକୁ ଦୋହରାଇବା ନୁହେଁ। ଆମେ ବୁଝିବାକୁ ଚେଷ୍ଟା କରିବା ଯେ ଜଣେ ମୃଦୁଭାଷୀ ଅଣରାଜନୈତିକ ବ୍ୟକ୍ତି କିପରି ଓଡ଼ିଶାର ସବୁଠାରୁ ସଫଳ ଏବଂ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇପାରିଲେ। ବର୍ଷ ଧରି ଅପରାଜୟ କରି ରଖିଥିଲା। ହଁ, ଏହା କେବଳ ଜଣେ ବ୍ୟକ୍ତିର କାହାଣୀ ନୁହେଁ, ବରଂ ଏହା ଓଡ଼ିଶାର ରାଜନୈତିକ ମନସ୍ତତ୍ୱର ମଧ୍ୟ ଏକ ଗଭୀର ଅଧ୍ୟୟନ। ଚାଲନ୍ତୁ ତେବେ ସେଇଠୁ ଆରମ୍ଭ କରିବା ଯେଉଁଠି ସବୁକିଛି ଆରମ୍ଭ ହୋଇଥିଲା, ତାଙ୍କର ପ୍ରାରମ୍ଭିକ ଜୀବନ। 1946ରେ କଟକରେ ଜନ୍ମ, ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। କିନ୍ତୁ ତାଙ୍କର ପାଳନ ପୋଷଣ ଓଡ଼ିଶାଠାରୁ ବହୁତ ଦୂରରେ। ପୂରାପୂରି ଦୂରରେ। ଡୁନ୍ ସ୍କୁଲ, ତାପରେ ଦିଲ୍ଲୀ, ସେହି ପରିବେଶ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଗଢ଼ିଥିଲା। ତେବେ ଏହା ତାଙ୍କୁ କେମିତି ପ୍ରଭାବିତ କରିଥିଲା? ଦେଖନ୍ତୁ, ସେ ରାଜନେତାମାନଙ୍କ ଗହଣର ନୁହେଁ, ବରଂ ଲେଖକ, କଳାକାର ଆଉ ବୁଦ୍ଧିଜୀବୀମାନଙ୍କ ଗହଣରେ ବଢ଼ିଥିଲେ। ତାଙ୍କ ଭଉଣୀ ଗୀତା ମେହେଟା ନିଜେ ଜଣେ ପ୍ରସିଦ୍ଧ ଲେଖିକା। ମୁଁ ଶୁଣିଛି ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଜ୍ୟାକଲିନ୍ କେନେଡିଙ୍କ ଭଳି ବ୍ୟକ୍ତିତ୍ୱ ଥିଲେ। ହଁ, ତାଙ୍କର ସର୍କଲ ସେହିଭଳି ଥିଲା। ସେ ନିଜେ 3ଟି ବହି ଲେଖିଥିଲେ, ଏ ସେକେଣ୍ଡ ପାରାଡାଇସ୍, ଏ ଡେଜର୍ଟ କିଙ୍ଗଡମ୍ ଏବଂ ଦ ଗାର୍ଡନ ଅଫ୍ ଲାଇଫ୍। ଏସବୁ ତାଙ୍କୁ ଏକ ସୂକ୍ଷ୍ମ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ୱ ଦେଇଥିଲା। ମାନେ ରାଜନୀତିକ ରାଲି ଅପେକ୍ଷା ଦିଲ୍ଲୀର କୌଣସି କଳା ପ୍ରଦର୍ଶନୀରେ ସେ ଅଧିକ ସହଜ ଅନୁଭବ କରୁଥିଲେ। ଏକଦମ। te ଯାହା ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରେ, ସେ ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ ବା ଇନଟ୍ୟାକ୍ ରୁ ପ୍ରତିଷ୍ଠାତା ସଦସ୍ୟ ଥିଲେ। ଐତିହ୍ୟ ସଂରକ୍ଷଣ, ସାହିତ୍ୟ ଏସବୁ ଭିତରେ ଥିବା ବ୍ୟକ୍ତି ରାଜନୀତିର କଠୋର ଦୁନିଆକୁ କେମିତି ଆସିଲେ? ଏହା କେବଳ ଏକ ବାଧ୍ୟବାଧକତା ଥିଲା। 1997ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା। ଆଉ ଦଳକୁ ଏକାଠି ରଖିବା ପାଇଁ ହଁ, ସେତେବେଳର ଜନତା ଦଳର ନେତାମାନେ ଅନୁଭବ କଲେ ଯେ କେବଳ ପଟ୍ଟନାୟକ ନାଁ ହିଁ ଦଳକୁ ଏକାଠି ରଖିପାରିବ। ସେମାନେ ନବୀନଙ୍କୁ ଡାକିଲେ, ବୋଧେ ଭାବିଥିଲେ ଯେ ସେ କେବଳ ଏକ ମୁଖା ହୋଇ ରହିବେ। କିନ୍ତୁ ସେ ଆସ୍କାରୁ ଉପନିର୍ବାଚନ ଲଢ଼ିଲେ ଏବଂ ଜିତିଲେ। ଆଉ ସେଇଠୁ ହିଁ ଖେଳ ବଦଳିଗଲା। ଆଉ ତାପରେ ବିଜୁ ଜନତା ଦଳ ବା ବିଜେଡିର ଜନ୍ମ। ଏହା ତ ଏକ ବହୁତ ଚତୁର ପଦକ୍ଷେପ ଥିଲା, ନୁହେଁ କି? ଏହା ଏକ ମାଷ୍ଟର ଷ୍ଟ୍ରୋକ୍ ଥିଲା, କାରଣ ଏହାଦ୍ୱାରା ସେ ତୁରନ୍ତ ବିଜୁବାବୁଙ୍କ ବିରାଟ ଲୋକପ୍ରିୟତାର ପ୍ରକୃତ ହକଦାର ହୋଇଗଲେ। କିନ୍ତୁ ଗୋଟେ କଥା, ବିଜୁବାବୁଙ୍କ ଦୁଃସାହସୀ ବ୍ୟକ୍ତିତ୍ୱ ଆଉ ନବୀନଙ୍କ ଏତେ ଶାନ୍ତ ସ୍ୱଭାବ, ଲୋକେ କେମିତି ଏହାକୁ ଗ୍ରହଣ କଲେ? ଏଠି ତ କଥାଟା ଅଛି, ଲୋକେ ନବୀନଙ୍କ ଭିତରେ ବିଜୁବାବୁଙ୍କ ପ୍ରତିଚ୍ଛବି ଖୋଜିଲେନି। ସେମାନେ ଦେଖିଲେ ତାଙ୍କର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ। ଓହୋ। ସେତେବେଳର ଦୁର୍ନୀତିଗ୍ରସ୍ତ ରାଜନୀତିରେ ନବୀନଙ୍କର ଅଣରାଜନୈତିକ ପୃଷ୍ଠଭୂମି ହିଁ ତାଙ୍କର ସବୁଠାରୁ ବଡ଼ ଶକ୍ତି ପାଲଟିଗଲା। ଆଉ ଏହି ଶକ୍ତି ତାଙ୍କୁ 2000 ମସିହାରେ କ୍ଷମତାକୁ ଆଣିଲା, ପ୍ରଥମେ ବିଜେପି ସହ ମେଣ୍ଟ କରି। ହଁ, ଆଉ ତାପରେ ଯାହା ହେଲା ତା ତ ଇତିହାସ। 2004, 2009, 2014, 2019 କ୍ରମାଗତ 5 ଥର ବିଜୟ। ଏତେ ଲମ୍ବା ସମୟ ଧରି ଲୋକପ୍ରିୟତା ବଜାୟ ରଖିବାର ରହସ୍ୟ କ'ଣ ଥିଲା? ଦେଖନ୍ତୁ, ଏହାର ଅନେକ କାରଣ ଅଛି। ପ୍ରଥମତଃ, ସେ ନିଜକୁ ଜାତୀୟ ରାଜନୀତିର କୋଳାହଳରୁ ଦୂରେଇ ରଖିଲେ। 2009ରେ ଏନ୍ଡିଏ ଠାରୁ ଅଲଗା ହେବା ପରେ ହଁ, ସେ ସମଦୂରତା ନୀତି ଆପଣାଇଲେ। ଏହାର ଅର୍ଥ ଥିଲା କେବଳ ଓଡ଼ିଶାର ସ୍ୱାର୍ଥ। ଏହା ତାଙ୍କୁ ଏକ ଦୃଢ଼ ଆଞ୍ଚଳିକ ନେତା ଭାବେ ପ୍ରତିଷ୍ଠିତ କଲା। ଆଉ ଦ୍ୱିତୀୟ କାରଣ? ଦ୍ୱିତୀୟତଃ, ତାଙ୍କର ଶାସନ ଶୈଳୀ। ଯେତେବେଳେ ଭାରତୀୟ ରାଜନୀତି ପୁରା ଆକ୍ରମଣାତ୍ମକ ହେଉଥିଲା, ସେତେବେଳେ ତାଙ୍କର ମୃଦୁଭାଷୀ, ବିବାଦରୁ ଦୂରରେ ରହିବା, କମ୍ କୁହ ଅଧିକ କାମ କରର ଭାବମୂର୍ତ୍ତି। ଏକଦମ। ଏହି ଭାବମୂର୍ତ୍ତି ଓଡ଼ିଶାର ଭୋଟରକୁ ଏକ ସ୍ଥିରତା ଓ ନିରାପତ୍ତାର ଆଶ୍ୱାସନା ଦେଉଥିଲା। ସେ ନିଜର ବ୍ୟକ୍ତିତ୍ୱକୁ ହିଁ ଏକ ରାଜନୈତିକ ବ୍ରାଣ୍ଡରେ ପରିଣତ କରିଦେଇଥିଲେ। ଠିକ୍ କଥା। ଏବେ ଆସନ୍ତୁ ସେଇ କାମ ବିଷୟରେ କଥା ହେବା। ତାଙ୍କ ଶାସନର ଉତ୍ତରାଧିକାର ବିଷୟରେ କହିଲେ ସବୁଠାରୁ ପ୍ରଥମେ କେଉଁ କଥା ମନକୁ ଆସେ? ମୋ ମତରେ ତାହା ହେଉଛି ବିପର୍ଯ୍ୟୟ ପରିଚାଳନା। ନିଃସନ୍ଦେହରେ ଏହା ଏକ ଅବିଶ୍ୱାସନୀୟ ରୂପାନ୍ତରଣର କାହାଣୀ।
1999 ମହାବାତ୍ୟାକୁ ମନେ ପକାନ୍ତୁ। ହଁ, ପ୍ରାୟ 10,000 ଲୋକଙ୍କର ମୃତ୍ୟୁ। ଓଡ଼ିଶାର ଅର୍ଥନୀତି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ଓଡ଼ିଶା ସାରା ବିଶ୍ୱରେ ବିପର୍ଯ୍ୟୟର ପ୍ରତିଶବ୍ଦ ପାଲଟି ଯାଇଥିଲା। ତାଙ୍କ ଶାସନର ଆରମ୍ଭ ହିଁ ସେହି ଭଗ୍ନାବଶେଷରୁ ହୋଇଥିଲା। ଆଉ ସେ ଏହି ପରିସ୍ଥିତିକୁ ପୂରାପୂରି ବଦଳାଇ ଦେଲେ। କିନ୍ତୁ କେମିତି? ଏହା କ'ଣ କେବଳ କିଛି ବାତ୍ୟା ଆଶ୍ରୟସ୍ଥଳୀ ତିଆରି କରିବା ଥିଲା? ନା ନା, ତାଠାରୁ ବହୁତ ଅଧିକ। ଏହା ଏକ ବ୍ୟବସ୍ଥାଗତ ପରିବର୍ତ୍ତନ ଥିଲା। ପ୍ରଥମେ ସେ OSDMA ଗଠନ କଲେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଯାହା ଦେଶରେ ପ୍ରଥମ ଥିଲା। ଓ, ଦେଶରେ ପ୍ରଥମ? ହଁ, ଏହାପରେ ଉପକୂଳରେ ହଜାର ହଜାର କିଲୋମିଟରର ବନ୍ଧ, 800ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୂର୍ବ ସୂଚନା ପ୍ରଣାଳୀ। ଏକଦମ ଏକ ଶକ୍ତିଶାଳୀ ପୂର୍ବ ସୂଚନା ପ୍ରଣାଳୀ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେଇ ଏକ ବ୍ୟାପକ ସ୍ଥାନାନ୍ତରଣ ନେଟୱାର୍କ ତିଆରି କରାଗଲା। ଆଉ ଏହାର ଫଳାଫଳ ଆମେ 2013ରେ ଫାଇଲିନ୍ ବାତ୍ୟା ସମୟରେ ଦେଖିଲେ। ହଁ, 1949 ଭଳି ଏକ ଭୟଙ୍କର ବାତ୍ୟା, କିନ୍ତୁ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଗଲା। ମୃତ୍ୟୁ ସଂଖ୍ୟା 40ରୁ କମ୍ ଥିଲା। ଓଡ଼ିଶାର ଶୂନ୍ୟ ମୃତ୍ୟୁହାର ମଡେଲକୁ ତ ଜାତିସଂଘ ପର୍ଯ୍ୟନ୍ତ ପ୍ରଶଂସା କଲା। ସତରେ ଏହା ଓଡ଼ିଶାର ଭାବମୂର୍ତ୍ତିକୁ ଏକ ଦୁର୍ବଳ ରାଜ୍ୟରୁ ଏକ ସୁଦୃଢ଼ ଆଉ ଆତ୍ମନିର୍ଭରଶୀଳ ରାଜ୍ୟରେ ପରିଣତ କରିଦେଲା। ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ତାଙ୍କ ଲୋକପ୍ରିୟତାର ଆଉ ଗୋଟେ ବଡ଼ ସ୍ତମ୍ଭ ଥିଲା ତାଙ୍କର ଜନକଲ୍ୟାଣକାରୀ ଯୋଜନା। କାଳିଆ, BSKY, ମିଶନ ଶକ୍ତି, ଏ ନାଁଗୁଡ଼ିକ ତ ଓଡ଼ିଶାର ଘରେ ଘରେ ପରିଚିତ। ହଁ, ଏବଂ ଏହି ଯୋଜନାଗୁଡ଼ିକ କେବଳ ଭୋଟ ପାଇଁ ନଥିଲା, ଏଗୁଡ଼ିକ ଗଭୀର ସାମାଜିକ ପରିବର୍ତ୍ତନର ବାହକ ଥିଲା। ଯେମିତିକି କାଳିଆ ଯୋଜନା? ହଁ, କାଳିଆ ଯୋଜନାକୁ ଦେଖନ୍ତୁ। ଏହା ପ୍ରାୟ 50 ଲକ୍ଷରୁ ଅଧିକ କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଉଥିଲା। ଏହା ଗ୍ରାମୀଣ ଅର୍ଥନୀତିକୁ ଗୋଟେ ନୂଆ ଗତି ଦେଲା। ନିଶ୍ଚୟ। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY ବିଶେଷକରି ମହିଳାମାନଙ୍କୁ ବାର୍ଷିକ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାଶଲେସ୍ ଚିକିତ୍ସା ସୁବିଧା ଦେଉଥିଲା। ଆଉ ମିଶନ ଶକ୍ତି, ଏହା ତ କେବଳ ଗୋଟେ ଯୋଜନା ନଥିଲା, ଏକ ଆନ୍ଦୋଳନ ପାଲଟି ଯାଇଥିଲା। ସମ୍ପୂର୍ଣ୍ଣ ସତ୍। ମିଶନ ଶକ୍ତି ମାଧ୍ୟମରେ 70 ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ ହେଲେ। ସେମାନଙ୍କୁ ସରକାରୀ କାମ ମିଳିଲା, ଋଣ ମିଳିଲା, ବଜାର ମିଳିଲା। ଏହା ମହିଳାମାନଙ୍କୁ କେବଳ ଆର୍ଥିକ ଭାବେ ସ୍ୱାବଲମ୍ବୀ କଲା ନାହିଁ, ବରଂ ସେମାନଙ୍କୁ ସାମାଜିକ ଓ ରାଜନୈତିକ ସ୍ୱର ମଧ୍ୟ ଦେଲା। ଆଉ ମହିଳାମାନେ ନବୀନ ପଟ୍ଟନାୟକଙ୍କର ସବୁଠାରୁ ବିଶ୍ୱସ୍ତ ଭୋଟ ବ୍ୟାଙ୍କରେ ପରିଣତ ହେଲେ। ହଁ, ଏବଂ ଏକ ଶକ୍ତିଶାଳୀ ଭୋଟ ବ୍ୟାଙ୍କ। ତାଙ୍କର ସଫଳତାର ତାଲିକା ତ ବହୁତ ଲମ୍ବା। କିନ୍ତୁ କଏନ୍ର ଅନ୍ୟ ପଟେ କ'ଣ ଥିଲା? 24 ବର୍ଷର ଶାସନ ପରେ ନିଶ୍ଚୟ କିଛି ସମାଲୋଚନା ବି ଥିବା। ନିଶ୍ଚିତ ଭାବରେ। ସବୁଠାରୁ ବଡ଼ ସମାଲୋଚନା ଥିଲା କ୍ଷମତାର କେନ୍ଦ୍ରୀକରଣ। ମାନେ ଅଭିଯୋଗ ହେଉଥିଲା ଯେ ସରକାର ଏବଂ ଦଳକୁ କିଛି ମୁଷ୍ଟିମେୟ ଅମଲା ଏବଂ ପରାମର୍ଶଦାତା ଚଳାଉଛନ୍ତି। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମନ୍ତ୍ରୀ କିମ୍ବା ବିଧାୟକମାନଙ୍କର ବିଶେଷ ଭୂମିକା ନଥିଲା ବୋଲି କୁହାଯାଉଥିଲା। ଆଚ୍ଛା, ଆଉ ଏହାର ପରିଣାମ କ'ଣ ହେଲା? ଏହାର ଦୁଇଟି ବଡ଼ ପରିଣାମ ହେଲା। ପ୍ରଥମତଃ, ଦଳରେ କୌଣସି ଦ୍ୱିତୀୟ ପିଢ଼ିର ନେତୃତ୍ୱ ବିକଶିତ ହୋଇପାରିଲା ନାହିଁ। ସବୁକିଛି ନବୀନ ପଟ୍ଟନାୟକଙ୍କ ଉପରେ ହିଁ ନିର୍ଭରଶୀଳ ଥିଲା। ହଁ, ଯାହା ଉତ୍ତରାଧିକାରକୁ ନେଇ ସବୁବେଳେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା। ଆଉ ଦ୍ୱିତୀୟତଃ, ପ୍ରଶାସନିକ ସ୍ତରରେ ଅମଲାତନ୍ତ୍ର ଅତ୍ୟଧିକ ଶକ୍ତିଶାଳୀ ହୋଇଗଲା, ଯାହା ଲୋକ ଆଉ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଦୂରତା ସୃଷ୍ଟି କଲା ବୋଲି ସମାଲୋଚକମାନେ କୁହନ୍ତି। ଠିକ୍। ଅନ୍ୟ କେଉଁ ପ୍ରସଙ୍ଗଗୁଡ଼ିକ ତାଙ୍କର ସ୍ୱଚ୍ଛ ଶାସନର ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା? କିଛି ଗମ୍ଭୀର ପ୍ରସଙ୍ଗ ଥିଲା, ଯେମିତିକି ବେଆଇନ ଖଣି କାରବାରକୁ ନେଇ ଶାହା କମିଶନଙ୍କ ରିପୋର୍ଟ। ହଁ, ସେଇଟା ବହୁତ ବଡ଼ ଘଟଣା ଥିଲା। ଆଉ ଚିଟ୍‌ଫଣ୍ଡ ଦୁର୍ନୀତିରେ ଲକ୍ଷ ଲକ୍ଷ ଲୋକ ଟଙ୍କା ହରାଇଥିଲେ। ଏଥିରେ ବିଜେଡିର କିଛି ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ବି ଆସିଥିଲା। ଆଉ ବିକାଶ ମଡେଲକୁ ନେଇ ବି କିଛି ସମାଲୋଚନା ଥିଲା। ହଁ, ସମାଲୋଚକମାନେ ଯୁକ୍ତି କରୁଥିଲେ ଯେ ସବସିଡି ଓ ସହାୟତା ଉପରେ ଅତ୍ୟଧିକ ନିର୍ଭରଶୀଳତା ଶିକ୍ଷାର ଗୁଣବତ୍ତା, ନିଯୁକ୍ତି ସୃଷ୍ଟି ଭଳି ମୌଳିକ ସମସ୍ୟାକୁ ଢାଙ୍କି ଦେଉଛି। ମାନେ କଲ୍ୟାଣମୁଖୀ ଥିଲା, କିନ୍ତୁ ଦୀର୍ଘମିଆଦୀ ଅର୍ଥନୈତିକ ଦୃଷ୍ଟିକୋଣର ଅଭାବ ଥିଲା। ହଁ, ଏମିତି କିଛି ଯୁକ୍ତି କରାଯାଉଥିଲା। ତେବେ ଏହି ସବୁ କାରଣ ମିଶି କ'ଣ 2024 ନିର୍ବାଚନର ଫଳାଫଳକୁ ପ୍ରଭାବିତ କଲା? 24 ବର୍ଷ ପରେ ବିଜେଡିର ପରାଜୟ, ଏହା ତ ରାଜ୍ୟ ରାଜନୀତି ପାଇଁ ଏକ ଭୂକମ୍ପ ଭଳି ଥିଲା। ହଁ, ସତରେ ଏହା ଏକ ଯୁଗର ଅବସାନର ସଂକେତ ଦେଲା। କିନ୍ତୁ ପରାଜୟ ପରେ ଯାହା ଘଟିଲା, ତାହା ବୋଧହୁଏ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚରିତ୍ରର ଏକ ନୂଆ ଦିଗକୁ ସାମ୍ନାକୁ ଆଣିଲା। କେଉଁ ଦିଗ? ତାଙ୍କୁ ସର୍ବସମ୍ମତିକ୍ରମେ ବିଜେଡି ବିଧାୟକ ଦଳର ନେତା
ଅର୍ଥାତ୍ ବିରୋଧୀ ଦଳର ନେତା ଭାବେ ଚୟନ କରାଗଲା। 24 ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ବିରୋଧୀ ଦଳର ନେତା ଭୂମିକାକୁ ଗ୍ରହଣ କରିବା ନିଜେ ଏକ ବଡ଼ କଥା। ବହୁତ ବଡ଼ କଥା। ଏବଂ ତାପରେ ଡିସେମ୍ବର 2025ରେ ସେହି ଘଟଣା ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ସେ ବିରୋଧୀ ଦଳର ନେତା ଭାବେ ମିଳୁଥିବା ବର୍ଦ୍ଧିତ ଦରମା ଆଉ ଭତ୍ତାକୁ ନେବାକୁ ମନା କରିଦେଲେ। ହଁ, ଆଉ ଏହି ପଦକ୍ଷେପ ପଛରେ ଏକ ବହୁତ ଗଭୀର ବାର୍ତ୍ତା ଥିଲା। କି ବାର୍ତ୍ତା? ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଯେ ସେହି ଅତିରିକ୍ତ ଅର୍ଥକୁ ଓଡ଼ିଶାର ଗରିବ ଓ ବଞ୍ଚିତ ଲୋକଙ୍କର କଲ୍ୟାଣ ପାଇଁ ବ୍ୟବହାର କରାଯାଉ। ଓହୋ! ଏହା ଦର୍ଶାଉଛି ଯେ କ୍ଷମତାରେ ଥାନ୍ତୁ ବା ନଥାନ୍ତୁ, ସେ ନିଜକୁ ଜନସେବାର ଏକ ଅଂଶ ଭାବରେ ଦେଖନ୍ତି। ସେ ଦର୍ଶାଇବାକୁ ଚାହିଁଲେ ଯେ ତାଙ୍କର ପ୍ରତିବଦ୍ଧତା ପଦବୀ ସହିତ ନୁହେଁ, ବରଂ ଲୋକଙ୍କ ସହିତ। ଯେତେବେଳେ ରାଜନୀତି କେବଳ କ୍ଷମତା ଓ ସୁବିଧାର ଖେଳ ପାଲଟି ଯାଇଛି, ହଁ, ସେତେବେଳେ ଏହି ତ୍ୟାଗ ଏକ ଶକ୍ତିଶାଳୀ ନୈତିକ ଉଦାହରଣ ସୃଷ୍ଟି କଲା। ଏହା ଓଡ଼ିଶାବାସୀଙ୍କ ସହ ତାଙ୍କର 25 ବର୍ଷରୁ ଅଧିକ ସମୟର ଭାବଗତ ସମ୍ପର୍କକୁ ଆହୁରି ମଜବୁତ କଲା। ତେବେ ଆମେ ଯଦି ସମଗ୍ର ଯାତ୍ରାକୁ ଦେଖିବା, ଜଣେ ଲେଖକରୁ ଜଣେ ଯୁଗାନ୍ତକାରୀ ରାଜନେତା, ତାଙ୍କର ଉତ୍ତରାଧିକାରକୁ ଆମେ କିପରି ସଂକ୍ଷେପରେ ବର୍ଣ୍ଣନା କରିବା? ଦେଖନ୍ତୁ, ତାଙ୍କ ଉତ୍ତରାଧିକାରର ଦୁଇଟି ଦିଗ ରହିଛି। ଗୋଟିଏ ପଟେ ସେ ଓଡ଼ିଶାକୁ ସ୍ଥିରତା ଦେଇଛନ୍ତି, ବିପର୍ଯ୍ୟୟ ପରିଚାଳନାରେ ଏକ ବିଶ୍ୱସ୍ତରୀୟ ମଡେଲ ସୃଷ୍ଟି କରିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁଛନ୍ତି। ଆଉ ସେ ଓଡ଼ିଆ ପରିଚୟକୁ ଏକ ସ୍ୱତନ୍ତ୍ର ରାଜନୈତିକ ପରିଚୟ ଦେଇଛନ୍ତି। ନିଶ୍ଚୟ, କିନ୍ତୁ ଅନ୍ୟପଟେ ତାଙ୍କର ଅତ୍ୟଧିକ ବ୍ୟକ୍ତିକେନ୍ଦ୍ରିକ ଶାସନ ଯୋଗୁଁ ଅନୁଷ୍ଠାନଗୁଡ଼ିକ କେତେ ସଶକ୍ତ ହୋଇଛନ୍ତି ତାହା ଏକ ବଡ଼ ପ୍ରଶ୍ନ। ତାଙ୍କ ବିନା ବିଜେଡିର ଭବିଷ୍ୟତ କ'ଣ, ତାହା ମଧ୍ୟ ଅସ୍ପଷ୍ଟ। ତାଙ୍କର ସେ ଶାନ୍ତ ଆଉ ଅଣବିବାଦିଆ ନେତୃତ୍ୱ ଶୈଳୀ, ହଁ, ତାହା ଭାରତୀୟ ରାଜନୀତିରେ ଏକ ବିରଳ ଉଦାହରଣ, ଯାହା ଏକାସଙ୍ଗରେ ତାଙ୍କର ଶକ୍ତି ଥିଲା ଏବଂ ସମ୍ଭବତଃ ତାଙ୍କ ଦଳର ଦୁର୍ବଳତା ମଧ୍ୟ ଥିଲା। ଏହି ଆଲୋଚନା ଶେଷରେ ଆମେ ଶ୍ରୋତାଙ୍କ ପାଇଁ ଏକ ଚିନ୍ତନୀୟ ପ୍ରଶ୍ନ ଛାଡ଼ି ଯାଉଛୁ। ଯେତେବେଳେ ଜଣେ ନେତା ଦୀର୍ଘ ସମୟ ଧରି ଏତେ ପ୍ରଭାବଶାଳୀ ହୋଇ ରହନ୍ତି ଯେ ସେ ନିଜେ ହିଁ ଦଳ ଏବଂ ସରକାରର ପରିଚୟ ପାଲଟିଯାନ୍ତି, ହଁ, ସେତେବେଳେ ତାଙ୍କ ଦ୍ୱାରା ନିର୍ମିତ ଅନୁଷ୍ଠାନଗୁଡ଼ିକ କ'ଣ ତାଙ୍କ ବିନା ନିଜ ଗୋଡ଼ରେ ଛିଡ଼ା ହୋଇପାରନ୍ତି? ନା ଏକ ଯୁଗର ଅନ୍ତ ସବୁକିଛି ପୁଣିଥରେ ଆରମ୍ଭରୁ ଗଢ଼ିବାର ସଂକେତ ଦିଏ? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଜଣେ ଶାସକଙ୍କ ଶାସନର ଉତ୍ତରାଧିକାରକୁ ତାଙ୍କ ନିଜ ବ୍ୟକ୍ତିତ୍ୱଠାରୁ ଅଧିକ ଦୀର୍ଘଜୀବୀ କରିବା ପାଇଁ ପ୍ରକୃତରେ କ'ଣ ଆବଶ୍ୟକ?